ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। କଣ୍ଟ୍ରୋଭର୍ସି ମାନେ ବିବାଦ ବା ମତଭେଦ। ଆକ୍ୟୁରେସି ମାନେ ସଠିକତା ବା ଯଥାର୍ଥତା। କ୍ୟାନ୍ସଲେସନ୍ ମାନେ ବାତିଲ ବା ଖାରଜ। ଡିଷ୍ଟର୍ଟ ମାନେ ବିକୃତ କରିବା। ଇନଫର୍ମେସନ୍ ମାନେ ସୂଚନା। ଭାୟୋଲେଟ୍ ମାନେ ଉଲ୍ଲଙ୍ଘନ ବା ଭଙ୍ଗ କରିବା। ପରମିଶନ ମାନେ ଅନୁମତି। ଇମ୍ପର୍ସିଆଲିଟି ମାନେ ନିଷ୍ପକ୍ଷତା ବା ସମଦୃଷ୍ଟି। ଇମ୍ପଲସିଭନେସ୍ ମାନେ ଅଚିନ୍ତିତ କାର୍ଯ୍ୟ। ଆଇଡିଓଲୋଜିକାଲ ମାନେ ଧାରଣାମୂଳକ। ଆଲାଇନମେଣ୍ଟ ମାନେ ସମନ୍ୱୟ ବା ସମାନ୍ତର। ଏଲିଭେସନ୍ ମାନେ ଉଦ୍ଧାର ବା ଉତ୍ଥାନ। ପ୍ରାଗ୍ମେଟିକ୍ ମାନେ ବ୍ୟବହାରିକ ବା ବାସ୍ତବବାଦୀ। ଲିଗାଲିଷ୍ଟିକ୍ ମାନେ ଆଇନକୁ ନିର୍ଭର କରୁଥିବା ବ୍ୟକ୍ତି। ଇମ୍ପିଚମେଣ୍ଟ ମାନେ ଅଭିଯୋଗ ବା ଅଭିସନ୍ଧି। ଅବ୍ରପ୍ଟ ମାନେ ଅପ୍ରତ୍ୟାଶିତ। କନସିଡର ମାନେ ବିଚାର କରିବା। କନସର୍ନ ମାନେ ଚିନ୍ତା ବା ସମ୍ପର୍କ। କନଫରେନ୍ସ ମାନେ ବୈଠକ ବା ସଭା। ଡିସରପ୍ଟିଭ ମାନେ ବିଘ୍ନ ସୃଷ୍ଟିକାରୀ। ଫିନୋମିନାଲ ମାନେ ଅସାଧାରଣ ବା ଚମତ୍କାର। ମ୍ୟାନେଜମେଣ୍ଟ ମାନେ ପରିଚାଳନା। ପୋଟେନ୍ସିଆଲ ମାନେ ସମ୍ଭାବନା ବା କ୍ଷମତା। କଣ୍ଡିସନ ମାନେ ପରିସ୍ଥିତି ବା ଅବସ୍ଥା। ଅମିନସ୍ ମାନେ ବିପଦସୂଚକ ବା ଅଶୁଭ। ମୁମେଣ୍ଟମ୍ ମାନେ ଗତିଶକ୍ତି ବା ଗତିର ତୀବ୍ରତା। କମର୍ସିଆଲ ମାନେ ବାଣିଜ୍ୟିକ। ନ୍ୟୁଟ୍ରିଏଣ୍ଟ ମାନେ ପୋଷକ ଦ୍ରବ୍ୟ। ଆମ୍ବିସିୟସ୍ ମାନେ ଉଚ୍ଚାଭିଳାଷୀ। କଣ୍ଡକ୍ଟ ମାନେ ଆଚରଣ ବା ପରିଚାଳନା। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।